ନମସ୍କାର, ଶୁଭ ସକାଳ। ଆଜି ହେଉଛି ଏପ୍ରିଲ ମାସ 24 ତାରିଖ ଶୁକ୍ରବାର। ଆପଣଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସମସ୍ତ ଖବର ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲକୁ ଯଦି ନୂଆ ଆସିଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍କୁ ପ୍ରେସ୍ କରି ରଖନ୍ତୁ, ଯାହାଦ୍ୱାରା ପ୍ରତିଦିନ ଏପରି ନ୍ୟୁଜ୍ ଅପଡ଼େଟ୍ ଗୁଡ଼ିକ ସର୍ବପ୍ରଥମେ ଆପଣ ହିଁ ପାଇପାରିବେ। ତେବେ ଚାଲନ୍ତୁ ନଜର ପକାଇ ନେବା ଆଜିର ଗୁରୁତ୍ୱପୂର୍ଣ୍ଣ ଖବର ଗୁଡ଼ିକ ଉପରେ। ପ୍ରଥମ ଖବର, ବଢ଼ୁଛି ତାତି, ଆଗୁଆ ହେବ ସ୍କୁଲରେ ଖରା ଛୁଟି, ଶୀଘ୍ର ନିଆଯିବ ନିଷ୍ପତ୍ତି। ତେବେ ଖରାରେ ଜଳୁଛି ସାରା ଓଡ଼ିଶା। ଆସନ୍ତା 4 ଦିନ ପର୍ଯ୍ୟନ୍ତ ଖରାରୁ ନିସ୍ତାର ନାହିଁ। ବଢ଼ିବ ଦିନର ତାପମାତ୍ରା ଏବଂ ରାତିର ତାପମାତ୍ରା। ସକାଳ 8ଟାରୁ ତାତିରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ତାତିକୁ ଦେଖି ଆଗୁଆ ହେବ ସ୍କୁଲ ଖରା ଛୁଟି। ଦିନ 2 ଦିନ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଗ୍ରୀଷ୍ମ ପ୍ରବାହକୁ ନେଇ ଗଣଶିକ୍ଷା ବିଭାଗ, ରାଜସ୍ୱ ବିଭାଗ ଏବଂ ଏସ୍ଆର୍ସିଙ୍କର ମିଳିତ ବୈଠକ ହୋଇଥିଲା। ବୈଠକ ପରେ ଆଗୁଆ ସ୍କୁଲ ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଦିନେ 2 ଦିନ ମଧ୍ୟରେ ନିଷ୍ପତ୍ତି ନେଇପାରନ୍ତି। ଅଙ୍ଗନବାଡ଼ି ବନ୍ଦ ହେଲେ ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରିବୁ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପରବର୍ତ୍ତୀ ଖବର, ଜନଗଣନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଆକ୍ସନ୍, ସଙ୍ଗୀନ ଦଫାରେ ଗିରଫ ହୋଇ ଜେଲ୍ ଗଲେ ବାପ ଏବଂ 2 ପୁଅ। ତେବେ ଜନଗଣନା ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା 4 ଜଣ ଅଧିକାରୀଙ୍କୁ ନିସ୍ତୁକ ମାଡ଼ ଘଟଣାରେ ଆକ୍ସନ୍ ନିଆଯାଇଛି। ସଙ୍ଗୀନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତ ନିକୁଞ୍ଜ ରମଣ ଶତପଥୀ ଏବଂ 2 ପୁଅ ଉଦିସ୍ୱପ୍ନ ଶତପଥୀ ଏବଂ ଭାନୁପ୍ରକାଶ ଶତପଥୀଙ୍କୁ ଗିରଫ କରିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ କାମାକ୍ଷାନଗର ଜେଲ୍କୁ ପଠାଇଯାଉଥିବାର ସୂଚନା ମିଳୁଛି। ପରବର୍ତ୍ତୀ ଖବର, ହସ୍ପିଟାଲରେ ରୋଗୀଙ୍କର ସୁରକ୍ଷାକୁ ଗୁରୁତ୍ୱ, 2 ଦିନରେ ଅଗ୍ନି ନିରାପତ୍ତା ଯାଞ୍ଚ କରାଯିବ। ମାସେ ଭିତରେ ସବୁଠି ହେବ ମକ୍ ଡ୍ରିଲ୍। ତେବେ କଟକ ଜିଲ୍ଲାରେ କିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତାର ବ୍ୟବସ୍ଥା ନାହିଁ। ଯଦିଓ କଟକ ସହରରେ ଥିବା ସିଟି ହସ୍ପିଟାଲ, ଶିଶୁ ଭବନ ଏବଂ ଅନ୍ୟ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ରହିଛି, କିନ୍ତୁ ସେଗୁଡ଼ିକ କେତେ କାର୍ଯ୍ୟକ୍ଷମ ସେ ବାବଦରେ କାହାରି ପାଖରେ ସୂଚନା ନାହିଁ। ତେଣୁ 2 ଦିନ ଭିତରେ କଟକର ଜିଲ୍ଲାର ସମସ୍ତ ସହରାଞ୍ଚଳ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ଏବଂ ତଦାରଖ କରାଯିବ। କଟକ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବ୍ୟବସ୍ଥା ଯାଞ୍ଚ କରାଯିବା ପରେ ମାସେ ଭିତରେ ସହର ଏବଂ ଗ୍ରାମାଞ୍ଚଳର ସବୁ ସରକାରୀ ହସ୍ପିଟାଲରେ ମକ୍ ଡ୍ରିଲ୍ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ଗାଡ଼ିର ହେଲ୍ଥ ରିପୋର୍ଟ ନଥିଲେ ମିଳିବନି ପେଟ୍ରୋଲ ଏବଂ ଡିଜେଲ। ତେବେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ବଡ଼ ଏବଂ କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ଦିଲ୍ଲୀ ରାଜପଥରେ ଗାଡ଼ି ଚଳାଇବା ପୂର୍ବରୁ ଆପଣଙ୍କୁ ନିଜ ଗାଡ଼ିର ହେଲ୍ଥ ରିପୋର୍ଟ ସାଥିରେ ରଖିବାକୁ ହେବ। ଯଦି ଆପଣଙ୍କ ପାଖରେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତେବେ ପେଟ୍ରୋଲ ପମ୍ପରେ ଆପଣଙ୍କୁ ନିରାଶ ହେବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କର ନିର୍ଦ୍ଦେଶକ୍ରମେ ସମଗ୍ର ଦିଲ୍ଲୀରେ ନୋ ପିୟୁସି ନୋ ଫୁଏଲ୍ ନିୟମକୁ ଅତି କଠୋର ଭାବରେ ଲାଗୁ କରାଯାଇଛି। ପରବର୍ତ୍ତୀ ଖବର, ପୁଣି ପଦାରେ ପଡ଼ିଲା ଟ୍ୱିନ୍ ସିଟିର ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା। କାଲି 7 ଘଣ୍ଟା ଲୋକ ଫସିବା ପରେ ଆଜି ମଧ୍ୟ ରାସ୍ତା ଜାମ୍। ତେବେ ଟ୍ୱିନ୍ ସିଟିରେ କଲବଲ କରୁଛି ଟ୍ରାଫିକ୍ ବ୍ୟବସ୍ଥା। ଜାମ୍ ଯୋଗୁଁ ରାସ୍ତାରେ ଘଣ୍ଟା ଘଣ୍ଟା ଫସି ରହୁଛନ୍ତି ହଜାର ହଜାର ଲୋକ। ଗନ୍ତବ୍ୟସ୍ଥଳରେ ପହଞ୍ଚିବା ମୁସ୍କିଲ ହୋଇପଡ଼ୁଛି। ଆମ୍ବୁଲାନ୍ସ ମଧ୍ୟ ଫସି ରହୁଛି। ତେବେ ଦିନକୁ ଦିନ ସୀମା ଟପୁଛି ଟ୍ରାଫିକ୍ ଯନ୍ତ୍ରଣା, କିନ୍ତୁ ପରିବହନ ବିଭାଗ ଏଥିପ୍ରତି ଯେମିତି ଆଖି ବୁଜି ଦେଇଛି। କମିଶନରେଟ୍ ପୋଲିସ ମଧ୍ୟ ହାତ ଟେକି ଦେଇଛି। ଏହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ। ତେବେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ମଝି ରାସ୍ତାରେ ଟ୍ରାଫିକ୍ ଯନ୍ତ୍ରଣା। ପରବର୍ତ୍ତୀ ଖବର, 40 ଡିଗ୍ରୀ ଉପରେ ରାଜ୍ୟର ବହୁ ସହରର ତାପମାତ୍ରା। ଜଳବାୟୁ ପରିବର୍ତ୍ତନ ଏବଂ ଗ୍ରୀଷ୍ମ ପ୍ରବାହ ପାଇଁ ବଢ଼ୁଛି କି ତାତି, ଏହାକୁ ନେଇ ପ୍ରଶ୍ନ ଉଠୁଛି। ତେବେ ରାଜ୍ୟରେ ତାପମାତ୍ରା ଲଗାତାର ଭାବରେ ବଢ଼ି ଚାଲିଛି। ସାରା ରାଜ୍ୟରେ ତାତି ଏବଂ ଗୁଳୁଗୁଳି ଲୋକଙ୍କୁ ଅସହ୍ୟ ଯନ୍ତ୍ରଣା ଦେଲାଣି। ଘରୁ ବାହାରକୁ ବାହାରିଲେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ତେବେ ରାଜ୍ୟବାସୀ ଅନେଇ ବସିଛନ୍ତି ବର୍ଷାକୁ। କାଳବୈଶାଖୀ ଆସିଲେ ତାତିରୁ ମୁକ୍ତି ମିଳିବ ବୋଲି ଅନାଇ ବସିଛନ୍ତି ଲୋକେ। ତେବେ ଗରମ ପାଣିରେ ଫୁଟିଲା ଭଳି ଫୁଟୁଛି ଝାରସୁଗୁଡ଼ା। ଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଏହି ସହର। ଭୁବନେଶ୍ୱରରେ ମଧ୍ୟ 40 ଡିଗ୍ରୀ ଅତିକ୍ରମ କରିଛି ତାପମାତ୍ରା। ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଜି ଦିନ 2ଟା 30 ସୁଦ୍ଧା ରାଜ୍ୟର ବହୁ ସ୍ଥାନର ତାପମାତ୍ରା 40 ଡିଗ୍ରୀ ଡେଇଁଛି। ପରବର୍ତ୍ତୀ ଖବର, ଏପ୍ରିଲ 27 ତାରିଖରୁ ରାଜ୍ୟରେ ଆରମ୍ଭ ହୋଇପାରେ ଖରା ଛୁଟି। ଗଣଶିକ୍ଷା ମନ୍ତ୍ରୀଙ୍କର ବଡ଼ ସୂଚନା। ତେବେ ରାଜ୍ୟରେ ବଢ଼ିବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଖରା ଛୁଟିକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଛନ୍ତି ଯେ ଏପ୍ରିଲ 27ରୁ ହୋଇପାରେ ଖରା ଛୁଟି। ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି
ସ୍କୁଲ ଖରା ଛୁଟିକୁ ଘୋଷଣା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ତେବେ ପାଣିପାଗ ବିଭାଗର ସ୍ଥିତିକୁ ବିଚାର କରି ଆସନ୍ତା ଏପ୍ରିଲ 27 ତାରିଖରୁ ରାଜ୍ୟରେ ଖରା ଛୁଟି ଆରମ୍ଭ ହୋଇପାରେ ବୋଲି ମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର ଜନଗଣନା କର୍ମଚାରୀଙ୍କ ପାଇଁ ଏସ୍ଓପି ଜାରି, ପରିଚୟପତ୍ର ପିନ୍ଧିବା ହେଲା ବାଧ୍ୟତାମୂଳକ। ତେବେ ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ପାଇଁ ଏସ୍ଓପି ଜାରି କରାଯାଇଛି। ନିୟୋଜିତ କର୍ମଚାରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାର ତଥା ରାଜସ୍ୱ ବିଭାଗ ପକ୍ଷରୁ ଏହି ଏସ୍ଓପି ଜାରି କରାଯାଇଛି। ଏଥିରେ ସର୍ବମୋଟ 8ଟି ଗୁରୁତ୍ୱପୂର୍ଣ୍ଣ ନିୟମାବଳୀ ରହିଛି। ଯେପରିକି ଜନଗଣନା ଅଧିକାରୀ ଏବଂ ସୁପରଭାଇଜର ସର୍ବଦା ସେମାନଙ୍କର ସରକାରୀ ପରିଚୟପତ୍ର ପିନ୍ଧିବା ଆବଶ୍ୟକ ରହିଛି। ଫିଲ୍ଡ କାର୍ଯ୍ୟ ସମୟରେ ସେମାନେ ସେମାନଙ୍କର ନିଯୁକ୍ତିପତ୍ର ମଧ୍ୟ ନେବାକୁ ବାଧ୍ୟତାମୂଳକ କରାଯାଇଛି। ନିର୍ଦ୍ଦିଷ୍ଟ କ୍ଷେତ୍ର ପରିଦର୍ଶନ ସମୟ ପାଳନ କରିବା ସହିତ ଖରା ସମୟ ସକାଳ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ କାମ କରିବାକୁ ବାରଣ କରାଯାଇଛି। ତେବେ ଫିଲ୍ଡକୁ ଯିବା ସମୟରେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତ ଦର୍ଶକ ବନ୍ଧୁ, ଏହା ଥିଲା ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆମର ଭିଡ଼ିଓ ଆପଣଙ୍କୁ ଭଲ ଲାଗିଛି ତେବେ ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।